ଏକାଦଶ ସ୍କନ୍ଧ 31 ଅଧ୍ୟାୟ। ପରୀକ୍ଷିତ ଉବାଚ। ଉଦ୍ଧବ କୃଷ୍ଣର ବଚନେ ଗଲେ ଯେ ବଦରିକାଶ୍ରମେ, ତେବେ କି କଲେ ଚକ୍ରପାଣି ବିଚାରି କହ ଦ୍ୱିଜମଣି। ଯେ କାଳ ରୂପେ ଅବତରେ କୋଟି ବ୍ରହ୍ମାଣ୍ଡ ଲୋମଧରେ, ବ୍ରାହ୍ମଣ ସାପେ ଯଦୁବଂଶ ଶରୀର ତୁଲେ କଲେ ନାଶ। ଅଶେଷ ଜଗତ ମଙ୍ଗଳ ଯେ ରୂପ ଦେଖି କାମ ବଳ, ଜନଲୋଚନ ମନୋହର ଅଶେଷ ଭୁବନ ସୁନ୍ଦର। ଯେ ଅଙ୍ଗେ ନର ଦୃଷ୍ଟି ପଡ଼େ ମନ ମୋହନ ଚିତ୍ତେ ଜଣେ, ଆସି ନ ପାରେ ମନ ଛାଡ଼ି ପ୍ରେମ ଲାଳ ସେ ସୁଖେ ଜଣି। ଯେ ରୂପ ଗୁଣ ସାଧୁ ଜନେ କେବଳ ଶୁଣିବ ଶ୍ରବଣେ, ସର୍ବ ବିଷୟ ପାଶରନ୍ତି ଗୃହ ଦେହକୁ ନ ସ୍ମରନ୍ତି। ଆଜାନୁ ଲମ୍ବେ ଚାରିକର ବଚନ ମୃତ୍ୟୁ ମଧୁର, ଏ ରଥ କୁଞ୍ଜର ଅଶ୍ୱପତେ ଯେ ରୂପ ଦେଖି ଦେବେ ଚିତ୍ତେ। ନିଜ ଶରୀର ପାଶରନ୍ତି କାତରେ ନୟନ ବୁଝନ୍ତି, ଏ ରୂପ ତେଜିଲେ କି ଅର୍ଥେ ଯଶ ବିସ୍ତାରୀ ଏ ଜଗତେ। ଶ୍ରୀ ଭଗବାନ ବାଚ। ଏ ବୋଲନ୍ତି ଶୁକ ମୁନିବର ଶୁଣ ମହିମା କୃଷ୍ଣର, କୃଷ୍ଣର କାଳ ଚକ୍ରଘାତେ ଦ୍ୱାରକା କମ୍ପିଲା ଅଦ୍ଭୁତେ। ତ୍ରିବିଧ ଉତ୍ପାତ ପ୍ରତ୍ୟକ୍ଷେ ଭୂମି ଗଗନ ଅନ୍ତରିକେ, ତା ଦେଖି ଦେବକୀ ନନ୍ଦନ ନିକଟେ ରାଇ ବନ୍ଧୁଜନ। ଉଗ୍ରସେନର ତୁଲେ ହରି ସୁଧର୍ମା ମଧ୍ୟ ବିଜେ କରି, ବୋଲନ୍ତି ପ୍ରଭୁ ଦାମୋଦର ଶୁଣ ସକଳ ଯଦୁବୀର। ଦେଖ ଉତ୍ପାତ ଏ ପ୍ରତ୍ୟକ୍ଷେ ଭୂମି ଗଗନ ଅନ୍ତରିକେ, ଏ ଧୂମକେତୁ ଭୟଙ୍କର ଦେଖ ଦିବସେ ଅନ୍ଧକାର। ଅବନୀ କମ୍ପେ ଘନ ଘନ ଅଦ୍ଭୁତେ ଶୁଭେ ଘୋର ସନ, ଏ ଘୋର ପ୍ରଚଣ୍ଡ ଅଦ୍ଭୁତେ ଏ ପୁରେ ରହିବା କେମନ୍ତେ। ନିଶ୍ଚୟ ସର୍ବେ ଜୀବା ନାଶ ଏ ପୁରେ ନ କରିବା ବାସ, ଦଣ୍ଡେ ନଥିବା ଦ୍ୱାରକାଏ ମତେ ଲାଗଇ ମହାଭୟେ। ପ୍ରଭାସ ତୀର୍ଥେ ଚାଲ ଯିବା ଏଠାରେ ନିମିଷେ ନଥିବା, ଯେ ତୀର୍ଥେ ପ୍ରାଚୀ ସରସ୍ୱତୀ ସ୍ନାନେ ସକଳ ରିଷ୍ଟ ଶାନ୍ତି। ସେ ଜଳେ ସ୍ନାନ କରି ତ ସେ ଦିନ ବଞ୍ଚିବା ଉପବାସେ, ବୃଦ୍ଧ ବାଳକ ନାରୀଗଣ ରାତ୍ରହୁ କରନ୍ତୁ ପ୍ରୟାଣ। ଦ୍ୱାରକା ଆଶା ତେଜି ଦୂରେ କେହି ନର ଏ ଜନଗରେ, ଘେନି ସକଳ ଉପହାର ସେ ତୀର୍ଥେ ସ୍ନାନ ଦାନ କର। ପୂଜି ଦେବତା ପିତୃଗଣେ ବେଦଜ୍ଞ ଉତ୍ତମ ବ୍ରାହ୍ମଣେ, ଆନନ୍ଦେ କରି ନାନା ଦାନ ସୁବର୍ଣ୍ଣ ବସ୍ତ୍ର ତିଳବର୍ଣ୍ଣ। ଅଶ୍ୱକୁଞ୍ଜର ଭୂମି ରଥ ଗୋରୁ ମହିଷ ଯୁଥ ଯୁଥ, ଏଣେ ଉତ୍ତମ ବିଧି ସାର ସକଳ ମଙ୍ଗଳ ବ୍ୟବହାର। ପିତୃଦେବତା ଗୋ ବ୍ରାହ୍ମଣ ଏ ପୂଜା ପରମ କାରଣ, ରିଷ୍ଟ ଖଣ୍ଡନ ଏହି ବିଧି ନିଗମ ବଚନ ପ୍ରସିଦ୍ଧି। ଏଣେ ସକଳ ପ୍ରଜାଜନ ରିଷ୍ଟ ଖଣ୍ଡନେ ହୁଅନ୍ତି ଧନ୍ୟ, ଏମତେ କୃଷ୍ଣର ବଚନେ ଯାଦବେ ଭାଳି ଏକ ମନେ। ବୋଲନ୍ତି ଧନ୍ୟ କୃଷ୍ଣ କଥା ଏଣେ ଖଣ୍ଡିବୁ ରିଷ୍ଟ ବ୍ୟଥା, ଏମତେ ଭାବି ଏକ ଚିତ୍ତେ ନାବ ଆରୋହୀ ନାନା ମତେ। ରାତ୍ରହୁ ଗଲେ ଯୁଥେ ଯୁଥେ ମିଳିଲେ ସରସ୍ୱତୀ ତୀର୍ଥେ, ଆନନ୍ଦେ ପୁଣି ପୁଣ୍ୟ ଜଳେ କରନ୍ତି ସ୍ନାନ କୌତୂହଳେ। ଯେ ବିଧି କୃଷ୍ଣ ଉପଦେଶେ ଦିନ ବଞ୍ଚିଲେ ଉପବାସେ, ନାନା ପ୍ରକାରେ ଦେଇ ଦାନ ତୋଷିଲେ ବିପ୍ରଙ୍କର ମନ। ଦିବସ ଅପଶେଷ କାଳେ ସକଳେ ବସି ଏକ ମେଳେ, ଦୈବ ଯୋଗେ ହତ ଜ୍ଞାନ ଯାଦବେ କଲେ ମଦ୍ୟପାନ। କୃଷ୍ଣମାୟାରେ ବିମୋହିତ ହୋଇଲେ ସର୍ବେ ମହାମତ, ଏ ଫଳିଲା ବ୍ରହ୍ମ ସାପ ଫଳ ଅଦ୍ଭୁତେ ଉଠିଲା କନ୍ଦଳ। ବେଣୁ ଘର୍ଷଣେ ଅଗ୍ନି ଜେନେ ତକ୍ଷଣେ ଉଠେ ଘୋର ଶୋନେ, ଶୂନ୍ୟ ପଡ଼ିଲା ଥାଟେ ଉରି ଯାଦବେ କରେ ଶସ୍ତ୍ର ଧରି। ଗଦ ମୁଦ୍ଗର ଅଶିବର ଧନୁଜ ଭୂଷଣ ଚୋମର, ଏମତେ ନାନା ଶସ୍ତ୍ର ଧରି ଧାଇଁଲେ ଘୋର ନାଦ କରି। ଡାକନ୍ତି ଅତି ଭୟଙ୍କରେ ଘୋର ସମରେ ନଦୀ ତୀରେ, ରଥେ କେ ଯୁଜେ ରଣ ମଧ୍ୟ କେ ଗୁରୁ ମହିଷର ସ୍କନ୍ଧେ। ଖର ଉଷ୍ଟ୍ରର କନ୍ଧେ ବସି କେ ଯୁଜେ ଘୋର ରଣେ ପଶି, ଗଜର କନ୍ଧେ କେ ଯୁଜନ୍ତି ଅସର ପୃଷ୍ଠେ ଆରୋହନ୍ତି। ମୁଷଳ ମୁଦ୍ଗର ପ୍ରହାରେ ରଜନୀ ଘୋର ଅନ୍ଧକାରେ, ଅଦ୍ଭୁତ ମୁଷଳ ସମରେ ମୁଖ ନଦୀ ସେ ଅନ୍ଧକାରେ। ସ୍ୱଭାବେ ମହାବୀର ଗଣ ରୋଷେ କରନ୍ତି ମହାରଣ, ରୁକ୍ମିଣୀ ସୁତ ଶାମ୍ବ ସଙ୍ଗେ ଘୋର ଗର୍ଜନ ରଣ ରଙ୍ଗେ। ସାତ୍ୟକୀ ଅନିରୁଦ୍ଧ ମନେ ଭୋଜ କ୍ରୂର ଅନ୍ୟ ଅନେ, ସଂଗ୍ରାମ ଜିତ ଭଦ୍ରସେନ ରୋଷେ କରନ୍ତି ଘୋର ରଣ। ଏ ଦୁର୍ମଦ ଅନ୍ଧ ଯଦୁଗଣ ଅନନ୍ୟ ମହାଘର ରଣ, ଉଲ୍ଲୁକ ସୁର ସେନ ମଧୁ ଭୋଜ ସାତ୍ୟକୀ ଦୁଷ୍ଟ ଯଦୁ। ଦୁର୍ମୁଦ ମହାଘୋର ରଣେ ଯୁଦ୍ଧ କରନ୍ତି ଜଣେ ଜଣେ, ରୋଷେ ଯୁଜନ୍ତି ପିତା ପୁତ୍ରେ ଦୁର୍ମଦ ଅନ୍ଧ ମିତ୍ର ମିତ୍ରେ। ସୋଦର ସୋଦର ନ ଚାହିଁ କୋପେ ଯୁଜନ୍ତି ବେନି ଭାଇ, ମାତୁଳ ଭଗ୍ନିର କୁମର ଏମନ୍ତେ ଜ୍ଞାନ୍ତି ସୋଦର। ଲଜ୍ଜା ପିରତି ତେଜି ଦୂରେ ଯୁଜନ୍ତି ଘୋର ଅନ୍ଧକାରେ, ଦୁର୍ଗମ ପ୍ରହାର ପ୍ରଚଣ୍ଡେ ଶସ୍ତ୍ରେ ଭାଜିଲେ ଖଣ୍ଡେ ଖଣ୍ଡେ। କନ୍ଧ ତୁଟିଲେ ଧନୁଶର ଗଦା ଖଡ଼ଗ ହେଲେ ଚୂର, ଅରୁଣ ପ୍ରକାଶ ଗଗନେ ମିଳିଲେ ରକାର ବନେ। ବ୍ରାହ୍ମଣ ସାପେ ଲୋହ ଜାତ ତୀକ୍ଷ୍ଣ ଶ୍ରୀ ଶିର ବଜ୍ରାଘାତ, କରେ ଧରନ୍ତି ମୁଷ୍ଟି ମୁଷ୍ଟି ପ୍ରହାରେ ଛିଡ଼େ କୋଟି କୋଟି। ଏରକା ବନେ ଘୋର ରଣ କରନ୍ତି ମିଳି ବୀର ଗଣ, ଯେହୋବା ଥିଲେ ଯେଉଁ ଦେଶେ ଗଗନେ ଆଦିତ୍ୟ ପ୍ରକାଶେ। ଦେଖି ଧାଇଁଲେ ଗଦାଧର ବୋହିଲେ ସମର ନ କର, ଯାଦବେ ମଦେ ଅଚେତନ ନ ଶୁଣି ଗୋବିନ୍ଦ ବଚନ। ନାନା ଆୟୁଧ ଧରି କରେ କୃଷ୍ଣକୁ ବେଢ଼ିଲେ ସମରେ, ବିଧନ୍ତି ନାନା ଶସ୍ତ୍ର ଧରି ଦେଖି ଧାଇଁଲେ ଅଳଧାରୀ।
ରାମ ଗୋବିନ୍ଦ କୋପରେ ଯୁଝନ୍ତି ଭୀଷଣ ସମରେ। ଗଦା ମୁସଳେ ଯୁଦ୍ଧ କଲେ କେ ନିଜ ପର ନ ଜାଣିଲେ। ଏରକା ମୁଷ୍ଟି ବଜ୍ରଘାତେ ବୀରେ ପଡ଼ିଲେ ଜୁତେ ଜୁତେ। ମାୟାଭିଆଣ ଭଗବାନ ଯାଦବେ ହେଲେ ନିଶୋଧନ। ବ୍ରାହ୍ମଣ ସାପ କୋପାନଳ ହେଳେ ଦହିଲା ଯଦୁକୁଳ। ଗୁଣ ପ୍ରଦ୍ୟୁମ୍ନ କୃଷ୍ଣେ ଦେଖି ଚକ୍ର ପେଶିଲେ ବିଶ୍ୱରୂପୀ। ପ୍ରଦ୍ୟୁମ୍ନ ନାସି ଚକ୍ର ଗଲା କୃଷ୍ଣ କରକୁ ନ ହୋଇଲା। ସେ କାଳ ରୂପୀ ଭଗବାନ ଦେଖି ସାନନ୍ଦ କଲେ ମନ। ବୋଲନ୍ତି ପ୍ରଭୁ ନନ୍ଦ ବଳା ଏବେ ଅବନି ଭାର ଗଲା। ଏ ଯାଦବ ବଳ ନଷ୍ଟ ଦେଖି ରାମ ବୁଝିଲେ ବେନି ଆଖି। ତକ୍ଷଣେ ନିଜ ଯୋଗ ବଳେ ଅନନ୍ତ ପଶିଲେ ପାତାଳେ। ଅନନ୍ତ ମହିମା ଯାହାର ଛାଡ଼ିଲେ ନିଜେ କଳେବର। ରାମର ଦେଖି ଅବସାନ ତକ୍ଷଣେ ପ୍ରଭୁ ଭଗବାନ। ଅସୁସ୍ଥ ତରୁ ମୂଳେ ବସି ନିଜ ମହିମା ପରକାଶୀ। ସୁନ୍ଦର ଦିଶେ ଚତୁର୍ଭୁଜ କୋଟିଏ ରବି ଜିଣି ତେଜ। ଅନ୍ଧାର ଦଶ ଦିଗ ଗଞ୍ଜେ ଶ୍ୟାମ ସୁନ୍ଦର ତନୁ ପୁଞ୍ଜେ। ଶ୍ରୀବତ୍ସ ଚିହ୍ନ ହୃଦେ ଶୟେ ମଣି କଙ୍କଣ ଜନମୟେ। ଚିତ ବସନ ପରିଧାନ ସକଳ ମଙ୍ଗଳ ବିଧାନ। ସୁନ୍ଦର ସ୍ମିତ ଜିତ ମୁଖ କୁଟିଳ କୁନ୍ତଳ ସୁରେକ। କଚ ପୁଣ୍ଡରିକ ପ୍ରାୟ କୃଷ୍ଣ ନୟନ ଯୁଗ୍ମ ସ୍ୱୟଂ। ଶ୍ରବଣେ ମକର କୁଣ୍ଡଳ ସୁନ୍ଦର ଅଳକା କପୋଳ। ଯଜ୍ଞୋପବୀତ ସ୍କନ୍ଧେ ସାଜେ ରତ୍ନ ମେଖଳା କଟି ବାଜେ। ଲଲାଟେ କିରୀଟ ସୁନ୍ଦର ଚରଣେ ସୁବର୍ଣ୍ଣ ମଞ୍ଜିର। ଏ ହୃଦରେ ହାର ବନମାଳ ମୋହନ ରୂପ ନନ୍ଦବାଳ। ନିଜ ଆୟୁଧ ମୂର୍ତ୍ତିମନ୍ତେ ଦିଶନ୍ତି କୃଷ୍ଣର ଅଗ୍ରତେ। ଶରୀରୁ ଶ୍ରମ ଝାଳ ଗଳେ କୃଷ୍ଣ ବସିଲେ ତନୁ ତଳେ। ଶରୀରୁ ଶ୍ରମ ଝାଳ ଗଳେ କୃଷ୍ଣ ବସିଲେ ତରୁ ତଳେ। ବାମ ଚରଣ ତୋଳି ଧୀରେ ଦକ୍ଷିଣ ଜାନୁର ଉପରେ। ହେମନ୍ତ ଶୁଣ ନରନାଥ ଯାରା ଶବର ଉପଗତ। ମୁଷଳ ଅବଶେଷ ଖଣ୍ଡେ ଫଳା ନିର୍ମାଣ କରି କାଣ୍ଡେ। ବନେ ବୁଲଇ ମୃଗ ମାରି ମିଳିଲା କରେ ଧନୁ ଧରି। ଲତା ଗହନେ ବୃକ୍ଷ ମୂଳେ ଚରଣ ଦେଖିଲା ବିରଳେ। ମୃଗର କର୍ଣ୍ଣ ପ୍ରାୟ ମଣି ବାଣ ବିନ୍ଧିଲା ଗୁଣ ଟାଣି। ବିନ୍ଧି ଧାଇଁଲା ଅତିଖରେ ଦେଖିଲା ଲତାର ଭିତରେ। କୋଟି ଆଦିତ୍ୟ ଜିଣି ତେଜ ସୁନ୍ଦର ଶହେ ଚତୁର୍ଭୁଜ। ଦେଖି ଚକିତ ବ୍ୟାଧ ମନେ ଧନୁ ପକାଇ ତତ୍କ୍ଷଣେ। ହାତରେ ବେନି କର ଯୋଡ଼ି କୃଷ୍ଣ ଚରଣ ତଳେ ପଡ଼ି। ଉଠି କପାଳେ ମାରି କର ବୋଲଇ ମୁହିଁ ଦୁରାଚାର। ଅଜାଣି କଲି ଏଡ଼େ କର୍ମ କେ ମତେ କଲା ମତି ଭ୍ରମ। ମୁଜେ ପାମର ଦୁରାଚାର ନରକେ ନିବାସ ମୋହର। ନାଥ ଜଗତ ସୋଦର ଏ ଅପରାଧ କ୍ଷମା କର। ତୋ ନାମ ଚିତେ ଯେ ସୁମରେ ଘୋର ସଂସାର ଦୁଃଖୁତରେ। ତୋତେ ଯେ ନୟନେ ଦେଖଇ ଅଜ୍ଞାନ ତିମିର ଧ୍ୱଂସଇ। ଶବର ଜାତିହୀନ ମୁହିଁ ବିଶେଷେ ତୋର ମାୟା ବଇ। ସ୍ୱଭାବେ ପତିତ କୁଶ୍ଚିତ ହୀନ ପାମର ମୋର ଚିତ୍ତ। ତୋର ସମ୍ମୁଖେ ଦାମୋଦର ଖଡ଼ଗେ ଛେଦ ମୋର ଶିର। ସର୍ବପାତକ ମୋର ଯାଉ ଏ ଜାତି ମଧ୍ୟ ଜନ୍ମ ନଉ। ଦୁରିତ ନ କରେ ଯେ ମତେ ହେମନ୍ତ ଆଜ୍ଞା ହେଉ ମତେ। ତୁମାୟା ଗତି ଦାମୋଦର ନ ଜାଣେ ବିରଞ୍ଚି ଶଙ୍କର। ବେଦ ବଚନେ ମୁନି ଜନେ ଭ୍ରମନ୍ତି ତୋର ଅନୁମାନେ। ତୁମାୟା ବଳେ ଗୋପୀନାଥ ଅଶେଷ ଜନ ବିମୋହିତ। ପାପୀ ଜାଣିବି କେମନ୍ତେ ଅଜ୍ଞାନେ ଭ୍ରମଇ ଜଗତେ। ଏ ବ୍ୟାଧ ବିକଳ କର୍ଣ୍ଣେ ଶୁଣି ବୋଲନ୍ତି ପ୍ରଭୁ ଚକ୍ରପାଣି। ଶ୍ରୀ ଭଗବାନ ବାଚ ଏ ଉଠ ଶବର ଛାଡ଼ି ପାଏ ମନେ ନ କର କିଛି ଭୟେ। ମୋର ବାଞ୍ଛିତ ହୁଏ କର୍ମ କରା ଜରା ନ କର ମତି ଭ୍ରମ। ମୋର ବଚନେ ତୁ ନିର୍ମଳ ଏହି ଶରୀରେ ସ୍ୱର୍ଗେ ଚଳ। ବିଷ୍ଣୁର ଆଜ୍ଞା ପାଇ ବେଗେ ଜରା ଚଳିଲା ସ୍ୱର୍ଗ ମାର୍ଗେ। ଜରା ଶବର ସ୍ୱର୍ଗେ ଯାନ୍ତେ ପଥେ ମିଳିଲା ଦିବ୍ୟ ରଥେ। ଇହବା ଦେବା ପଟାନ୍ତର ଗଞ୍ଜଇ ଚନ୍ଦ୍ର ଦିବାକର। ଦେଖି ଶବର ତୋଷ ମନେ ତକ୍ଷଣେ ବସିଲା ବିମାନେ। କୃଷ୍ଣ ବଚନେ ସ୍ୱର୍ଗ ଗଲା ତକ୍ଷଣେ ଦାରୁକ ମିଳିଲା। ଲତା ଗହନେ କୃଷ୍ଣ ପାଶେ ମିଳିଲା ଦିବ୍ୟ ଗନ୍ଧ ବାସେ। କୋଟି ଆଦିତ୍ୟ ପ୍ରାୟ ଜ୍ୟୋତି ଦାରୁକ ଦେଖେ ନିଜ ପତି। ଜଗତମୋହନ ରୂପ ରାଶି ଅସୁସ୍ଥ ତରୁ ମୂଳେ ବସି। ଦାରୁକ ରୋମାଞ୍ଚ ଶରୀର ପ୍ରେମେ ନୟନୁ ବଏ ନିର। କୃଷ୍ଣ ଚରଣ କରେ ଭିଡ଼ି ଦାରୁକ ମହିସ୍ଥଳେ ପଡ଼ି। କୃଷ୍ଣ ଜୀବନ ମୋର ଭୂନାଥ ମୁଁ ତୋର କିଙ୍କର। ଏ ବିକଳେ କାନ୍ଦେ ଉଚ୍ଚ ତୁଣ୍ଡେ କର ଯୁଗଳ ତାଡ଼େ ମୁଣ୍ଡେ। ଭୂନାଥ ଛାଡ଼ି ମୋତେ ଦୟା କିମ୍ପା ଦେଖାଉ ଏଡ଼େ ମାୟା। ନୟନ ନାହିଁ ମୋ ଶରୀରେ ଆଜି ପଡ଼ିଲି ତମ ଗୋରେ। ନଦିଶେ ଦଶ ଦିଗ ମତେ ତୋର ଚରଣ ଶସ୍ତ୍ରାଘାତେ। ତତେ ନ ଦେଖି ଦାମୋଦର ଜୀବନ ଥିବ କି ମୋହର। ଏମତେ ଦାରୁକ କାନ୍ଦନ୍ତେ ରଥ ଉଠିଲା ଶୂନ୍ୟ ପତେ। ଭୂଷଣ ବାହନ ସହିତେ ଗରୁଡ଼ ଲାଞ୍ଛନ ଅଦ୍ଭୁତେ। କୋଟିଏ ଚନ୍ଦ୍ର ପ୍ରାୟ ଦିଶି ଗଗନ ମାର୍ଗେ ଗଲା ପଶି। ତାହାର ପଛେ ଅଶ୍ୱଗଣ ଚଳିଲେ ଗଗନ ମାର୍ଗେଣ। ଦାରୁକେ କହିଲେ ମୁରାରି ଦ୍ୱାରକା ଯାଅ ବେଗ କରି। ଏ ତାତ ଜନନୀଙ୍କର ଆଗେ ବାରତା କହ ଯାଇ ବେଗେ। ଏ ଜ୍ଞାତି ବାନ୍ଧବ ଜନରାଇ ତା ମୋ ତାତ ଜନନୀ ବସାଇ। ଘୋର ସମରେ ଯଦୁବଂଶ ଏ ନଦୀ କୂଳେ ଗଲେ ନାଶ। ତା ଦେଖି ପ୍ରଭୁ ବଳରାମ ଯୋଗେ ଚଳିଲେ ନିଜ ଧାମ।
ମୋର ଜୀବନେ ନାହିଁ ଆଶା ଦାରୁକ ଦେଖ ମୋର ଦଶା ଆଜ ରଜନୀ ମଧ୍ୟ ଗତେ ମୁଁ ପୁଣି ଯିବି ନିଜ ପତେ ମୋର ଶରୀର ଅବସାନେ ସମୁଦ୍ର ଘୋର ନାଦ ଶୁନେ ଗ୍ରାସିବ ଦ୍ୱାରକା ଭୁବନ ଜଳେ ବୁଡ଼ିବେ ସର୍ବଜନ ଆଜ ନଥାନ୍ତୁ କେହି ପୁରେ ରଜନୀ ମୁଖେ ଯାନ୍ତୁ ତୀରେ ତୁମର ନାରୀ ଗଣେ ସଙ୍ଗେ ଇନ୍ଦ୍ରପ୍ରସ୍ଥକୁ ଯାଅ ବେଗେ ଅର୍ଜୁନ ଅଛି ସେ ଭୁବନେ ଆବରି ନିୟବେ ନିଜନେ ତୁ ଏବେ ହୁଅ ଜ୍ଞାନ ପର ସକଳ ଭ୍ରମ କର ଦୂରମ୍ ସଂସାର ମୋହ ଛାଡ଼ି ଚିତେ ରହ ତୁ ମୋର ଧର୍ମ ଅର୍ଥେ ଯେତେ ତୁ ଦେଖୁ ଜୀବ ଲୋକ ଏ ସର୍ବ ଦୁଃଖ ମହା ଶୋକ ମୋର ମାୟାରେ ଚଳନ୍ତି ସମେ ତୁ ଭଜ ଏହା ଚିନ୍ତି କୃଷ୍ଣର ଶୁଣି ଏ ବଚନ ଦାରୁକ ହୋଇ ହତ ଜ୍ଞାନ କୃଷ୍ଣ ଚରଣେ ଶିର ଦେଇ ନମିଲା ଦଣ୍ଡ ପ୍ରାୟ ହୋଇ ପ୍ରଣାମ କରି ପୂର୍ଣ୍ଣ ପୂର୍ଣ୍ଣ ନମିଲା ଅଭୟ ଚରଣ ଚରଣ ରେଣୁ ଶିରେ ଧରି କାନ୍ଦଇ ଉଚ୍ଚନାଦ କରି ପଥ ନଦୀ ସେ ଦୁଃଖ ଶୋକ ଦ୍ୱାରକା ଚଳିଲା ଦାରୁକ ବୋଲଇ ଦାସ ଜଗନ୍ନାଥ ଏବେ ମୁଁ ଓଇଲି ଅନାଥ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସଂ ସହିତଂ ବୟାସିକ୍ୟମ୍ ଏକାଦଶ ସ୍କନ୍ଧେ ସମସ୍ତ ଯାଦବ ନାଶନେ ଶ୍ରୀକୃଷ୍ଣ ଚରଣେ ଶରାଘାତନେ ଜରା ସବର ସ୍ୱର୍ଗ ଗମନେ ଦାରୁକ ଦ୍ୱାରକା ପ୍ରବେଶନମ୍ ନାମ 31 ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।